ଗୋଟେ କଥା କହିବି, ଯେଉଁ ଆମେ ସବୁ ଆଜିକା ଡେଟ୍ରେ ବହୁତ ସାରା ମୁଁ ଦେଖୁଛି ୟୁଟ୍ୟୁବ୍ ହଉ ଇନଷ୍ଟା ହଉ ସମସ୍ତେ ଯେ ଯାହାକୁ ଟ୍ରୋଲ୍ କରୁଛନ୍ତି, ଯେ ଯାହା ବିଷୟରେ ବିରୁଦ୍ଧରେ କହୁଛନ୍ତି। ମୋ ପାଖରେ ଏତେ ଗାଡ଼ି ଅଛି, ମୋ ଡିଷ୍ଟ୍ରିକ୍ଟ ବହୁତ ବଡ଼, ମୁଁ ସବୁ କିଛି ଜାଣେ, ବହୁତ କିଛି ବଗେରା ବଗେରା ଯେ ଯାହାକୁ ସବୁ ବଡ଼ ଦେଖାଉଛନ୍ତି। ଏ ସମସ୍ତଙ୍କ ପାଇଁ ଗୋଟେ କଥା ମୋର କି ଲାଇଫରେ କିଛି ନାହିଁ, ଯେଉଁ ଜିନିଷ ପାଇଁ ଆମେ ଗର୍ବ କରୁଛେ ସେ ଜିନିଷ ଆମ ପାଖରେ ସବୁଦିନ ରୁହେନି। ଏଇଟା ହେଉଛି ନିରାଟ ସତ୍ୟ। ଯେଉଁ ଜିନିଷଟା ପାଇଁ ଆମେ ଆଜି ଖୁସି ହେଉଛେ ନା, ସେ ଜିନିଷଟା କାଲି ରହିବନି, ସେ ଖୁସିଟା ପଳେଇବ। ଗୋଟେ ଗୋଟେ ରାଜା ଥିଲେ, ଯିଏକି ସବୁଠୁ ବହୁତ ବଡ଼ ରାଜା, ଆଉ ତାଙ୍କର ମାନେ କ'ଣ ସେ ବିଶ୍ୱକୁ ବିଜୟ କରିଥିଲେ। ତାଙ୍କ ନାଁ ହେଉଛି ଆଲେକ୍ଜାଣ୍ଡାର। ତାଙ୍କୁ ବିଶ୍ୱ ବିଜେତା ନାମରେ ନାମିତ କରାଗଲା, ଦ ଗ୍ରେଟ୍ ଆଲେକ୍ଜାଣ୍ଡାର ତାକୁ କୁହାଯାଏ, ଦ ମହାନ। ତ ସିଏ ଦିନେ ଏମିତି ଯେତେବେଳେ ବିଶ୍ୱ ବିଜୟ ସରିଲା ପରେ ବିଶ୍ୱକୁ ବିଜୟ କରିଥିଲେ, ସମସ୍ତ ଦେଶ ସମସ୍ତ ରାଜ୍ୟ ଉପରେ ସେ ତାଙ୍କର ନିଜର ଆଧିପତ୍ୟ ସ୍ଥାପତ୍ୟ କଲେ। କରିସାରିବା ପରେ ଦିନେ ତାଙ୍କ ମନ୍ତ୍ରୀକି କହୁଛନ୍ତି କି ମୁଁ ଯେତେବେଳେ ମରିଯିବି ମୋତେ କ'ଣ କରିବ ନା, ମୋର ଯେଉଁ 2 ହାତ ଆଉ 2 ଗୋଡ଼ ବାହାରକୁ କାଢ଼ିକି ନେବ ଏବଂ ମୋ ଦେହରେ କୌଣସି ବସ୍ତ୍ର ରହିବ ନାହିଁ। ଯେତେବେଳେ ଏ କଥାଟା ମନ୍ତ୍ରୀକୁ ସେ କହୁଛନ୍ତି, ମନ୍ତ୍ରୀ ତାଙ୍କୁ ପଚାରିଲେ କି ଆଚ୍ଛା ରାଜା, ଏଇଟା ଆପଣ କାହିଁକି କହୁଛନ୍ତି? ସେ କହିଲେ କି ମୁଁ ବିଶ୍ୱ ବିଜୟ କରିସାରିଲା ପରେ ଆଜି ମୋତେ ଅନୁଭବ ହେଉଛି ଯେ ମାନେ ମୁଁ ଯେଉଁ ଜିନିଷ ପାଇଁ ଗର୍ବ କରୁଛି, ଯେଉଁ ଜିନିଷ ପାଇଁ ମୁଁ ଖୁସି ହେଉଛି, ସେ ଜିନିଷକୁ ତ ମୋ ସାଙ୍ଗରେ ନେଇକି ଯାଇପାରିବିନି। ତ ମୁଁ ଗର୍ବ ଆଉ ଖୁସି କାହିଁକି ହେବି? ତ ତାଙ୍କ କଥାର କହିବାର କାରଣ, ଯେଉଁ ଜିନିଷ ପାଇଁ ଆଜି ଆମେ ଗର୍ବ କରୁଛେ, ଯେଉଁ ଜିନିଷ ପାଇଁ ଆମେ ଝଗଡ଼ା କରୁଛେ ଯେ ଏଇଟା ମୋର ସେଟା ମୋର, ମୋ ପାଖରେ ଏତେ ପଇସା ଅଛି, ମୋ ପାଖରେ ଗାଡ଼ି ଅଛି, କାର୍ ଅଛି, ଘର ଅଛି, କ'ଣ? ଜୀବନର ମୂଲ୍ୟ ହେଉଛି ଛୋଟ। ତ ସଦାବେଳେ ଛୋଟ ଛୋଟ ଖୁସିରେ ଖୁସି ହେବା। ଆଉ ଖୁସି ହେଉଛି ମାନେ ଯଦି ଆପଣଙ୍କ ପାଖରେ ଯଦି ଧନୀ ହେବା ପାଇଁ ଚାହୁଁଛନ୍ତି, ସବୁଠୁ ବେଷ୍ଟ ୱେ ହେଉଛି ବା ବେଷ୍ଟ ରାସ୍ତା ଯେଉଁଟା ଆମେ ଭଲ କହିବା, ସେଟା ହେଉଛି ଆପଣ ସମସ୍ତଙ୍କୁ ଦାନ କରନ୍ତୁ, ସମସ୍ତଙ୍କ ପାଖରେ ଠିଆ ହୁଅନ୍ତୁ, ସମସ୍ତଙ୍କ ପ୍ରୋବ୍ଲେମ୍ ସମସ୍ତେ ବିପଦ ଟାଇମ୍ରେ ତାଙ୍କର ସମସ୍ୟାର ସମାଧାନ କରନ୍ତୁ। ସେ ହେଉଛି ଉଚିତ, ମାନେ ତାକୁ କୁହାଯିବ ଆମେ ପ୍ରକୃତ ଧନୀ। ତ ଯଦି କଥାଟି ଆପଣଙ୍କୁ ଭଲ ଲାଗିଥିବ, ଲାଇକ୍ ସେୟାର ଆଣ୍ଡ କମେଣ୍ଟ କରିବେ। ଥ୍ୟାଙ୍କ ୟୁ।